समस्तଙ୍କୁ ମୋର ନମସ୍କାର ଜୟ ଜଗନ୍ନାଥ ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ପ୍ରିୟଙ୍କାକୁ। ଆଜି ଆମେ 2022ରେ ପଢ଼ିଥିବା ସୋସିଆଲ ସାଇନ୍ସର ପେଡାଗୋଜି କ୍ୱେଶ୍ଚନ୍ କିଛି କରିବା। ଯଦି ଆପଣ ମୋ ଚ୍ୟାନେଲ୍ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ ଏବଂ ଯଦି ଭଲ ଲାଗିବ ଲାଇକ୍ ଆଉ ସେୟାର କରିବା ପାଇଁ ଜମାରୁ ଭୁଲିବେ ନାହିଁ। ବିନମ୍ର ଅନୁରୋଧ ରହିବ ଯେ ଆପଣ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କେତେ କ'ଣ କରିପାରୁଛନ୍ତି ଆପଣ ନିଜେ ନିଜେ ଜାଣିପାରିବେ। ଠିକ୍ ଅଛି, ଚାଲନ୍ତୁ ଲେଟ୍ କରିବାନି, ଆରମ୍ଭ କରିବା। ଫାର୍ଷ୍ଟ କ୍ୱେଶ୍ଚନ୍କୁ ଆମେ ଯିବା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୂଗୋଳ ଶିକ୍ଷଣରେ ପରୀକ୍ଷାଗାର ପଦ୍ଧତି ପାଇଁ ସତ୍ୟ ଅଟେ? କହିଲେ କାହା ପରେ କେଉଁ ଷ୍ଟେପ୍ଟା କରିବେ? এই ଚାରିଟି ଅପସନ୍କୁ ଭଲ ଭାବରେ ଦେଖନ୍ତୁ। ଏଲିମିନେଟ୍ ସବୁବେଳେ କରିବେ। ଦେଖନ୍ତୁ ଆପଣ ଅନୁସନ୍ଧାନ କରିଥାନ୍ତି, ହଁ କି ନାହିଁ? ଫାର୍ଷ୍ଟରେ ଅନୁକରଣ କରିଥାନ୍ତି କି ମନେ ରଖିଥାନ୍ତି କି? ମନେ ରଖନ୍ତି ତ ବିଲକୁଲ ନୁହେଁ। ଆପଣ ପ୍ରଥମେ ଦେଖିଥାନ୍ତି, ପର୍ଯ୍ୟବେକ୍ଷଣ କରିଥାନ୍ତି, ତାପରେ କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ କରିଥାନ୍ତି କି? ଅନୁକରଣ ୱାର୍ଡ଼ଟି କେତେବେଳେ ବି ହେବନି। ଓକେ, ତାହେଲେ ଅନୁସନ୍ଧାନ ନା ପର୍ଯ୍ୟବେକ୍ଷଣ ନା ମନେ ରଖିବା ନା ଅନୁସନ୍ଧାନ? ଏଠି ମନେ ରଖିବା ଦେଖନ୍ତୁ ଦେଇଛି, ମନେ ରଖିବା ତ ହେବନି। ଲାଷ୍ଟରେ କ'ଣ ମନେ ରଖନ୍ତି କି? କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ କରିଥାନ୍ତି। ତାହେଲେ କେଉଁଟା ହେବ ଆନ୍ସର୍? ଦେଖନ୍ତୁ ଅପସନ୍ ନମ୍ବର ଡି, ଅନୁସନ୍ଧାନ ହେଇଥାଏ, ତାପରେ ହେଉଛି ପର୍ଯ୍ୟବେକ୍ଷଣ ହେଇଥାଏ, ତାପରେ ହେଉଛି କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ ହେଇଥାଏ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍କୁ ଆମେ ଯିବା। ଏ 2022 ସେକ୍ସନ୍ ଖାଲି ଏପଟ ସେପଟ ଦେଇଛି ସବୁ କ୍ୱେଶ୍ଚନ୍ ଗୁଡ଼ାକ। ଭୂଗୋଳ ଶିକ୍ଷାଦାନରେ ଆନ୍ତର୍ଜାତିକ ତାରିଖ ସୀମାରେଖା ଶିକ୍ଷଣ ସମୟରେ ନିମ୍ନସ୍ଥ କେଉଁ ପଦ୍ଧତିଟି ଉପଯୋଗୀ ଅଟେ? ଯେତେବେଳେ ଆମେ ଭୂଗୋଳ ଶିକ୍ଷାଦାନ ପିଲାମାନଙ୍କୁ ଦେଉଥିବା ସେହି ସମୟରେ ଯେଉଁ ଆନ୍ତର୍ଜାତିକ ତାରିଖ ଗୁଡ଼ାକ, ଇଣ୍ଟରନ୍ୟାସନାଲ୍ ଡେଟ୍ ଗୁଡ଼ାକ ଆପଣ ପିଲାମାନଙ୍କୁ କେମିତି ଶିଖେଇବେ ବା କେମିତି ଦେଖେଇବେ କୁହନ୍ତୁ? ପ୍ରତ୍ୟକ୍ଷ ଆପଣ ଦେଖେଇ ପାରିବେ? ଡାଇରେକ୍ଟଲି ଦେଖେଇ ପାରିବେ ଏଇ ମସିହା କଥା? ଦେଖେଇ ପାରିବେ ନାହିଁ। ଆମ ଟାଇମ୍ ଲାଇନ୍ ଦେଖିବେ। ଆମେ ଯେତେବେଳେ ପାଠ ପଢ଼ିବାକୁ ଛୁଆକୁ ନେଇଥାଏ ଟାଇମ୍ ଲାଇନ୍ ଗୋଟେ କରିଥାଏ, ହଁ କି ନାହିଁ? ସେଇଟା କ'ଣ ପ୍ରତ୍ୟକ୍ଷ ହେଇପାରେ କି? ସେଇଟା ହେଉଛି ପରୋକ୍ଷ ଭାବରେ ଦେଖେଇଥାଏ, ହଁ କି ନାହିଁ? ଆଲୋଚନା ମାଧ୍ୟମରେ ତ କେବେ ହେବନି, ହଁ କି ନାହିଁ? ଉପରୋକ୍ତ ସମସ୍ତ ମଧ୍ୟ ହେବନି, ବି ମଧ୍ୟ ହେବନି। ତାହେଲେ କେଉଁଟା ହେବ? ଅପସନ୍ ନମ୍ବର ଏ, ପରୋକ୍ଷ ପର୍ଯ୍ୟବେକ୍ଷଣ ଓ ଆଲୋଚନା ମାଧ୍ୟମରେ ପିଲାମାନଙ୍କୁ ଶିଖେଇ ପାରିବା ବା ଦେଖେଇ ପାରିବା। ନେକ୍ସଟ କ୍ୱେଶ୍ଚନ୍ ଯିବା। ଏଗୁଡ଼ା ତ କଣ୍ଟେଣ୍ଟ ପାର୍ଟ ରହିଲା। ଏଇଟା ଦେଖନ୍ତୁ, ଅଭୟାରଣ୍ୟ ପାଇଁ ନିମ୍ନୋକ୍ତ କେଉଁ ତଥ୍ୟଟି ଠିକ୍ ନୁହେଁ ବୋଲି କହିଛି? ଚାରିଟି ଅପସନ୍କୁ ଭଲ ଭାବରେ ଦେଖନ୍ତୁ। ଅଭୟାରଣ୍ୟ କଥା କହିଛି, ହଁ। ଏଥିରେ ତ କ'ଣ ଲେଖା ହେଇଛି? ସୁରକ୍ଷା ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁମତି ଦିଆହେଇଥାଏ, ହଁ ଦିଆହେଇଥାଏ। ଏଥିରେ କିଛି ଉତ୍ତମ ଉପାଦେୟ କାର୍ଯ୍ୟ ପାଇଁ ଭୂମି ଉପଯୋଗ କରିବା ନିମନ୍ତେ ଅନୁମତି ଦିଆଯାଇଥାଏ, ଭଲ କାମ କରିବା ପାଇଁ, ହଁ ଏଇଟା ଠିକ୍ ଅଛି। କମ୍ ସୁରକ୍ଷା ବ୍ୟବସ୍ଥା ରହିଛି, ଏତେ ବି ମାନେ ସୁରକ୍ଷା ନାହିଁ, ହଁ କି ନାହିଁ? କମ୍, ଏଇଟା ବି ଠିକ୍ ଅଛି। ଏହାର ସୀମା ଭିତରେ ପଶୁ ଚାରଣ ନିଷେଧ କରାଯାଇଛି। ପଶୁ କ'ଣ ଚରୁନାହାନ୍ତି କି? ପାଖାପାଖିରେ ଯେଉଁ ଲୋକମାନେ ରହୁଛନ୍ତି ସେମାନେ କ'ଣ ଚରୁନାହାନ୍ତି କି? ଚରୁଛନ୍ତି। ତାହେଲେ ନିଷେଧ କରାହେଇନି। ତାହେଲେ ଆନ୍ସର୍ କେଉଁଟା ହେବ? ଅପସନ୍ ନମ୍ବର ଏ। ନେକ୍ସଟ କ୍ୱେଶ୍ଚନ୍କୁ ଆମେ ଯିବା। ନିମ୍ନସ୍ଥ କେଉଁଟି ପରିମାଣାତ୍ମକ ବର୍ଣ୍ଣନା ସହିତ ମୂଲ୍ୟବୋଧ ନିର୍ଦ୍ଧାରଣ କରିଥାଏ? ସେ କ୍ୱାଣ୍ଟିଟେଟିଭ୍ ସହିତ ଭ୍ୟାଲୁ ଜଜମେଣ୍ଟ ମଧ୍ୟ ହେଇଥାଏ। ଦେଖନ୍ତୁ କେଉଁଟା ହେବ? ପରିମାପ ଆଉ ପରୀକ୍ଷଣ ନିର୍ଦ୍ଧାରଣ, ଏଗୁଡ଼ା ସବୁ କ'ଣ? ଏଗୁଡ଼ା ସବୁ କ'ଣ? କ୍ୱାଣ୍ଟିଟେଟିଭ୍, ମେଜରମେଣ୍ଟ, ଟେଷ୍ଟ, ଜଜମେଣ୍ଟ, ହଁ କି ନାହିଁ? ତାହେଲେ କେଉଁଟା ହେବ? ଇଭାଲୁସନ୍ରେ ହିଁ କ'ଣ ହେଇଥାଏ ନା କ୍ୱାଣ୍ଟିଟେଟିଭ୍ ସହିତ ଭ୍ୟାଲୁ ଜଜମେଣ୍ଟ ହେଇଥାଏ। ତାହେଲେ ଆନ୍ସର୍ କେଉଁଟା ହେବ? ମୂଲ୍ୟାୟନ, ଅପସନ୍ ନମ୍ବର ବି। ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କେଉଁଟି ଇତିହାସ ଶିକ୍ଷାଦାନରେ ଏକ ଦୃଶ୍ୟ ଶ୍ରାବ ଶିକ୍ଷଣ ଉପକରଣ ଅଟେ? ଏଇଠୁ ଗୋଟେ କ୍ୱେଶ୍ଚନ୍ ନିଶ୍ଚିତ ଭାବରେ ଆସିବ। ଦୃଶ୍ୟ ଶ୍ରାବ ହଉ, ଖାଲି ଦୃଶ୍ୟ ହଉ କିମ୍ବା ଶ୍ରାବ ହଉ। ଦୃଶ୍ୟ ମାନେ କ'ଣ? ଆମେ ଦେଖିବା କେବଳ। ଶ୍ରାବ ମାନେ କ'ଣ? କେବଳ ଶୁଣିବା। ଆଉ ଦୃଶ୍ୟ ଶ୍ରାବ କ'ଣ? ଦେଖିବା ସହିତ ଶୁଣିବା। ତାହେଲେ ଏଇ ଚାରୋଟି ମଧ୍ୟରୁ ଆମେ କେଉଁଥିରେ ଦେଖିଲେ ଦୃଶ୍ୟ ଆଉ ଶ୍ରାବ କାମ ହେଇଥାଏ? ଦେଖନ୍ତୁ, ସାଧାରଣରେ ତ ଆମେ କେବଳ ଦେଖିଥାଏ। ଡାକବାଜି ଯନ୍ତ୍ର ମାନେ ଲାଉଡ଼ ସ୍ପିକରରେ ଆମେ କ'ଣ ଶୁଣିଥାଏ କେବଳ, ଏଇଟା ହେବନି। ଛବିରେ ଆମେ କେବଳ ଦେଖିଥାଏ, ଏଇଟା ମଧ୍ୟ ହେବନି। ତାହେଲେ କେଉଁଟା ଆନ୍ସର୍ ହେବ? ଅପସନ୍ ନମ୍ବର ବି। ନାଟକ ଅଭିନୟରେ ନାଟକ ବି କରନ୍ତି, ଆମେ ଦେଖି ବି ଥାଏ ଏବଂ ଶୁଣି ମଧ୍ୟ ଥାଏ। ତାହେଲେ ଡ୍ରାମାଟାଇଜେସନ୍। ଓକେ, ନେକ୍ସଟ କ୍ୱେଶ୍ଚନ୍କୁ ଆମେ ଯିବା। ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ NCERT 1988 ମସିହାରେ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଦେଇଥିବା ମାର୍ଗଦର୍ଶିକାରେ ନିମ୍ନସ୍ଥ କେଉଁଟି ଇତିହାସ ଶିକ୍ଷାଦାନର ଉଦ୍ଦେଶ୍ୟ ଭାବରେ ସୁପାରିଶ କରାଯାଇଛି? କେଉଁଟା ସୁପାରିଶ କରାଯାଇଛି ଦେଖନ୍ତୁ। ବୟସ ଭିତ୍ତିରେ ଭାରତୀୟ ସମାଜ ବିକାଶର କ୍ରମ ପରିବର୍ତ୍ତନ ପ୍ରମୁଖ ସୋପାନ ଗୁଡ଼ିକୁ ବୁଝିବେ,
ନା ଶିକ୍ଷାर्थୀ ମାନେ ସମାନ ଧରଣ ଐତିହାସିକ ତଥ୍ୟକୁ ବୁଝି ସେଗୁଡିକ ତର୍ଜମା କରିବେ, ଐତିହାସିକ ନିୟମ ପ୍ରଣୟନ କରିବେ। ଏ ତର୍ଜମା ୱାର୍ଡ ଏଗୁଡ଼ା ତ ନେଗେଟିଭ୍ ଲାଗୁଛି, ତର୍ଜମା କରିବେ, ହଁ ନିୟମ ପ୍ରଣୟନ କରିବେ, ଏଇଟା ତ ନେଗେଟିଭ୍ ଲାଗୁଛି, ଏଇଟା ଲାଗୁଛି। ଦେଖିବା ନେକ୍ସଟକୁ ଆନ୍ସରକୁ। ଶିକ୍ଷାର୍ଥୀମାନେ ପୃଥିବୀ ଇତିହାସର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ଜାଣିବେ। ହଁ ଏଇଟା ବି ଟିକେ ଚଳିବ। ଇତିହାସର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ଜାଣିବେ। ଇତିହାସ କେତେକ ଉତ୍ସ ଦେଲେ ଶିକ୍ଷାର୍ଥୀମାନେ ସେଥିରୁ ଇତିହାସ ସୃଷ୍ଟି କରିବାକୁ ସକ୍ଷମ ହେବେ। ଇତିହାସ ସୃଷ୍ଟି କ'ଣ କରିବେ? ନେଗେଟିଭ୍ ଲାଗୁଛି। ତାହେଲେ ଫର୍ଷ୍ଟ ହେବ ନା ସି, 1A ନା ସି? ଦେଖନ୍ତୁ ନା କେଉଁଟା ହେବ? ଶିକ୍ଷାର୍ଥୀମାନେ ପୃଥିବୀ ଇତିହାସର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ଜାଣିବେ ନା ବୟସ ଭିତ୍ତିରେ ଭାରତୀୟ ସମାଜ ବିକାଶର କ୍ରମ ପରିବର୍ତ୍ତନର ପ୍ରମୁଖ ସୋପାନ ଗୁଡ଼ିକ ବୁଝିବେ। ଏଇଟା ଟିକେ ଭଲ ଲାଗୁଛି ନା, ହଁ କି ନାହିଁ? ବୟସ ଭିତ୍ତିରେ ଭାରତୀୟ ସମାଜ ବିକାଶର କ୍ରମ ପରିବର୍ତ୍ତନକୁ ପ୍ରମୁଖ ସୋପାନ ଗୁଡ଼ିକ ବୁଝିବେ। ତାହେଲେ କେଉଁଟା ହେବ? ଅପସନ୍ ନମ୍ବର ଏ। ନେକ୍ସଟ କ୍ୱେଶ୍ଚନକୁ ଯିବା ଆମେ। ଇତିହାସ ଶିକ୍ଷାଦାନ ସମୟରେ କେଉଁଟି ପ୍ରକଳ୍ପ ପଦ୍ଧତିର ଏକ ସାଧାରଣ ନିୟମ ନୁହେଁ ବୋଲି କହିଛି? ପ୍ରୋଜେକ୍ଟ ମେଥଡର କେଉଁଟା ସାଧାରଣ ନିୟମ ନୁହେଁ ବୋଲି କହିଛି? କେଉଁଟା କହିଲେ? ଗଳ୍ପ କଥନ, ଅଭିଜ୍ଞତା ଭିତ୍ତିକ, ଲକ୍ଷ୍ୟ ଭିତ୍ତିକ ନା କାର୍ଯ୍ୟ ଭିତ୍ତିକ? ଦେଖନ୍ତୁ କେଉଁଟା ହେବ? ଇତିହାସର ଆପଣ ପ୍ରୋଜେକ୍ଟ କରୁଛନ୍ତି ମାନେ ଆପଣ ଦେଖନ୍ତୁ ଇତିହାସରେ କ'ଣ ରହିଥାଏ ନା କାମ ତ କରିବେ। ଗୋଟେ ପ୍ରୋଜେକ୍ଟ ମାନେ ସେମାନେ କାମ କରିବେ, ଆକ୍ଟିଭିଟି ବେସ୍ଡ ତ ନିହାତି ହେବ। ଗୋଟେ ଲକ୍ଷ୍ୟ ତ ନିଶ୍ଚିତ ଭାବରେ ଥିବ, ଲକ୍ଷ୍ୟ କେନ୍ଦ୍ରିକ। ଏଇଟା ମଧ୍ୟ ରହିଥାଏ, ଏଇଟା ମଧ୍ୟ ରହିଥାଏ। ଅଭିଜ୍ଞତା ମଧ୍ୟ ରହିଥାଏ। ଏକ୍ସପିରିଏନ୍ସ ନଥିଲେ ସେ ପ୍ରକଳ୍ପଟା କେମିତି କରିବ କହିଲେ? ଗଳ୍ପ କଥନ, ଏଠି ଗଳ୍ପ କେଉଁଠି ଆସିଲା କହିଲେ? ପ୍ରୋଜେକ୍ଟରେ ସେ କ'ଣ ଗପ କହିବ କି? ପ୍ରୋଜେକ୍ଟ କରିବା ପାଇଁ ଯାଇଛି ପୁରା। ତାହେଲେ ଆନ୍ସର କେଉଁଟା ହେବ? ଅପସନ୍ ନମ୍ବର ବି। ନେକ୍ସଟ କ୍ୱେଶ୍ଚନକୁ ଯିବା ଆମେ। ଏଇଟା ତ କଣ୍ଟେଣ୍ଟ ପାର୍ଟ ରହିଲା। ଦେଖିବା କ'ଣ ଅଛି ନେକ୍ସଟ। ଏଗୁଡ଼ା ସବୁ କଣ୍ଟେଣ୍ଟ ପାର୍ଟ। ହଁ ଏଇଟା ଗୋଟେ ଅଛି, ଏଇଟା ଅଛି। ଏ 2022 2024 ପୁରା ସିରିଏଲ ଥିଲା, କିନ୍ତୁ 2022ରେ ପୁରା ହେଉଛି ଏପଟ ସେପଟ କରିଦେଇଛି। ନିମ୍ନସ୍ଥ ମଧ୍ୟରୁ କେଉଁଟି ଇତିହାସ ଶିକ୍ଷାଦାନରେ ଗଳ୍ପ କଥନ ପଦ୍ଧତିରେ ଗଳ୍ପର ଏକ ପ୍ରକାର ନୁହେଁ ବୋଲି କହିଛି? କେଉଁଟା ଗଳ୍ପ ନୁହେଁ ବୋଲି କହିଛି? ଦେଖନ୍ତୁ ସତ୍ୟ ଆଧାରିତ ନା ପୌରାଣିକ ନା କିମ୍ବଦନ୍ତୀ ନା ଜୀବନୀ? କେଉଁଟା ଗପ ନୁହେଁ? ଗପରୁ କ'ଣ ଟିକେ ଏକ୍ସଟ୍ରା ବି ଏଡ଼୍ କରିପାରିବେ, କିନ୍ତୁ ଏଇ ଯେଉଁ ଏଇଟା ସବୁଗୁଡ଼ା ହେଉଛି ଗପ। କିମ୍ବଦନ୍ତୀ ହଉ, ସତ୍ୟ ଆଧାରିତ ହଉ, ପୌରାଣିକ ହଉ, ଏଗୁଡ଼ା ସବୁ ଗପରେ ଯାଉଛି। ତାହେଲେ ଗଳ୍ପ କେଉଁଟା ନୁହେଁ? ଜୀବନୀ। ଗୋଟେ ଲୋକଙ୍କର ଜୀବନୀଟାକୁ ତ ଆପଣ ଗଳ୍ପ ଆକାରରେ ପଢ଼େଇ ପାରିବେ କି? ତାହେଲେ ଆନ୍ସର କେଉଁଟା ହେବ? ଅପସନ୍ ନମ୍ବର ଡି। ନେକ୍ସଟ କ୍ୱେଶ୍ଚନକୁ ଯିବା ଆମେ। ନିମ୍ନୋକ୍ତ ମଧ୍ୟରୁ କେଉଁ ସ୍ଥାନ ସଂକେତଟି ଇତିହାସ ଶିକ୍ଷାଦାନ ସମୟରେ ସମୟରେଖା ଅଙ୍କନ କରିବାରେ ସାହାଯ୍ୟ କରେ ନାହିଁ ବୋଲି କହିଛି? ଗୋଟେ ସମୟରେଖା ଅଙ୍କନ କରିବାରେ କେଉଁଟା ସାହାଯ୍ୟ କରେ ନାହିଁ? ଆପଣ ଦେଖୁଥିବେ ସମୟରେଖା ପାଇଁ ଆମର ନିର୍ଦ୍ଦିଷ୍ଟ ସ୍ଥାନ ନିହାତି ଦରକାର, ସମୟ ଅବଧି ମଧ୍ୟ ରହିଥାଏ, କେତେ ଟାଇମ୍ ପିରିୟଡ଼। ନହେଲେ ଆପଣ କେମିତି ଦେଖେଇବେ ଯେ ଟାଇମ୍ ପିରିୟଡ଼ ପୁରା ଦେଖୁଛନ୍ତି ସମୟରେଖାରେ? ଦୂରତ୍ୱ ମଧ୍ୟ ଦେଖେଇ ପାରିବେ, କେଉଁଠି କେଉଁ ଦୂରତା ରହିବ। ବର୍ଣ୍ଣନା କେଉଁଠି ରହିଲା କହିଲେ? ସେଠି କ'ଣ ବର୍ଣ୍ଣନା କରିବେ କି? ତ ନିର୍ଦ୍ଦିଷ୍ଟ ଜିନିଷ ଗୁଡ଼ାକ ରହିବ, ବର୍ଣ୍ଣନା କେଉଁଠି ଆସୁଛି? ତାହେଲେ କେଉଁଟା ହେବ? ଅପସନ୍ ନମ୍ବର ଡି। ନେକ୍ସଟ କ୍ୱେଶ୍ଚନକୁ ଯିବା। କେଉଁ ପଦ୍ଧତି ଦ୍ୱାରା ଶୁଷ୍କ ଆର୍ଦ୍ର ବଲ୍ ଥର୍ମୋମିଟର ଦ୍ୱାରା ବାୟୁମଣ୍ଡଳର ଆର୍ଦ୍ରତା ମାପ କରାଯାଇ ଏକ ସାରଣୀରେ ପ୍ରକାଶ କରାଯାଏ? କେଉଁଟାରେ ମାପ କରାଯାଇପାରିବ କହିଲେ? ଲ୍ୟାବୋରେଟୋରୀ ନା ଅବଜରଭେସନ୍ ନା ଏକ୍ସପେରିମେଣ୍ଟାଲ ନା ଅଲ୍ ଅଫ୍ ଦ ଆଭଭ୍? ପରୀକ୍ଷାଗାରରେ ମଧ୍ୟ କରାଯାଇପାରିବ ଆର୍ଦ୍ରତା, ପର୍ଯ୍ୟବେକ୍ଷଣ ମାଧ୍ୟମରେ ମଧ୍ୟ କରାଯାଇପାରିବ, ହଁ କି ନାହିଁ? ପରୀକ୍ଷଣ ମାଧ୍ୟମରେ ମଧ୍ୟ କରାଯାଇପାରିବ। ତାହେଲେ କେଉଁଟା ହେବ? ଉପରୋକ୍ତ ସମସ୍ତ। ଅପସନ୍ ନମ୍ବର ଡି। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। ନିମ୍ନସ୍ଥ କେଉଁ ଉପକରଣଟି ଅନ୍ୟ ଉପକରଣ ଅପେକ୍ଷା ଅକ୍ଷାଂଶ ଦ୍ରାଘିମା ଶିକ୍ଷଣ ସମୟରେ ଅଧିକ ବ୍ୟବହାର କରାଯାଏ? ଯେତେବେଳେ ଆପଣ ପିଲାମାନଙ୍କୁ ଅକ୍ଷାଂଶ ଦ୍ରାଘିମା ପଢ଼େଇବେ, ତାହେଲେ ଏଇ ଚାରୋଟି ମଧ୍ୟରୁ କାହା ମାଧ୍ୟମରେ ପଢ଼େଇଲେ ପିଲାମାନେ ଠିକ୍ସେ ବୁଝିପାରିବେ? ସାଧାରଣ ଗ୍ଲୋବରେ ବୁଝେଇଲେ ସେମାନେ ବୁଝିପାରିବେ କି ଡିଗ୍ରୀ କଥା, କେଉଁ ଏଙ୍ଗେଲ କେତେ କ'ଣ ହେଇଛି ଜାଣିପାରିବେନି। ଚିତ୍ର ଦେଖିଲେ ବି ଜାଣିପାରିବେନି। କଳା ପଟାରେ ଅଙ୍କନ କଲେ ସେମାନେ କ'ଣ ବୁଝିବେ କୁହନ୍ତୁ ନା? ତାରରେ ନିର୍ମିତ ଫମ୍ପା ଗ୍ଲୋବ୍ ଦେଖିବେ, ଗୋଟେ ଗ୍ଲୋବ୍ଟା ହେଇଥିବ, ପୁଣି ତାରରେ ଏମିତି ଏଇପରିକା ଯେଉଁ ହେଇଥାଏ, ସେଗୁଡ଼ାକ ଦେଖିଲେ ସେମାନେ ଜାଣିପକାଇବେ ଯେ ଏଇ ଏଙ୍ଗେଲ କଥା ଏଠି କୁହାଯାଇଛି। ତେଣୁକରି କେଉଁଟା ଆନ୍ସର ହେବ? ଅପସନ୍ ନମ୍ବର ଏ।
तार निर्मित फंपा ग्लोव। नेक्स्ट क्वेश्चन को जीवा। ये तो कंटेंट पार्ट रहिला। ये गोटे रही देखो निम्नस्थ मध्यरु केउटी एक उत्तम मानचित्र प्रक्षेपणर दरकारी उपादान नुहे दरकार नहीं बोली से कही। सठिक क्षेत्रफल, सठिक दिग, सठिक आकृति, सठिक संकेत कोड़े दरकार नहीं कहले। सठिक क्षेत्रफल रहिबा निहाती आवश्यक, सठिक दिग मध्य रहिबा दरकार, नले ईस्ट को वेस्ट करदेबे हेले हबो कि। क्षेत्रफल काहाटे बड़ कोटा बड़ कोटा सान अपन जदि न देखेबे को देशटा तो केमती हबो कहले। सठिक आकृति हवा मध्य दरकार, किंतु सठिक संकेत अपन निहाती दरकार कि संकेत जहाँ भी चेंज कर दे पारिबे। हाँ कि नहीं, देशर संकेत गुड़क एमती चिन्ह भी दे पारिबे आपण, एपरिका चिन्ह मध्य दे पारिबे। ताले कोटा आवश्यक नुहे, सठिक संकेत एटा मैंडेटरी नुहे। नेक्स्ट क्वेश्चन को आमे जिबा। निम्नोक्त केउं उद्देश्यटी भूगोल शिक्षादान रे आवश्यक जहाँकि भूगोल संपर्कित तथ्य, धारणा, नियम, नीति बा सिद्धांत उपर पर्यवेसित उठे, जो थे कि एगुड़ा सबू रही थाए। कोड़ा कहले निर्दिष्ट उद्देश्य ना स्वल्प समय उपयोगी उद्देश्य ना साधारण उद्देश्य ना उपरोक्त कौन सीटी नुहे। कोड़े हम कहले एगुड़ा सब कौटी थाए निर्दिष्ट उद्देश्य थी कि आप भूगोल पढ़ाइबा को सी निर्दिष्ट उद्देश्य तो एगुड़ा केवे नथिबो। हाँ कि नहीं, आप वायुर बेग पढ़ेबे, वायुर दिग पढ़ेबे, से गुड़ा हूँ निर्दिष्ट उद्देश्य रही है। स्वल्प समय उपयोगी उद्देश्य अल्प समय पर जोटा थी से उद्देश्य यहाँ कि नहीं, यहाँ गोटे साधारण प्रत्येक भूगोल पढ़ेला बेलू यहाँ निहाती दरकार हुए। तथ्य जानवे, धारणा जानवे, नियम जानवे, नीति जानवे, सिद्धांत उपनीत हे, एगुड़ाक निहाती दरकार। हाँ कि नहीं, ताले एगुड़ाक कौन ना साधारण उद्देश्य। प्रत्येक भूगोल पढ़ाई हेले ये उद्देश्यटी निश्चित भाव में रहा आवश्यक। ताले कोटा हम साधारण उद्देश्य, ये वार्ड थिला माने साधारण उद्देश्य करेंगे। ठीक अच्छे, ये तो कंटेंट पार्ट रहा। ये किसी कौन अच्छी कि देखा बोरिंग ही होती कि जमार बोरिंग हूँ नहीं, चेष्टा करूँ सब गुड़ा करने। ये रहा निम्नस्थ क्यों विभागटी जड़े शिक्षार्थी इतिहास संग्रहालय रे पाइबे नहीं। कोटा इतिहास संग्रहालय रे पाइबे गोटे पिला पाइबो नहीं। भूतत्व इतिहास, जातीय इतिहास, अंतर्जातीय इतिहास, स्थानीय इतिहास। इंग्लिश को देखंतु जियोलॉजिकल हिस्ट्री, लोकल हिस्ट्री, नेशनल हिस्ट्री, इंटरनेशनल हिस्ट्री कोटा पाइबेनी कहले देखंतु। सबू एगुड़ा पाइबे। भूतत्व इतिहास, जातीय इतिहास, अंतर्जातीय इतिहास गुड़ा तो पाइबे निश्चित भाव में। आप लोकल इतिहास पाइबे कि आप लोकल कौन है, किए पिटला, किए मारला, किए पड़ा, हाँ कि नहीं, एगुड़ाक पाइबे कि। ताले कोटा हम ऑप्शन नंबर बी। नेक्स्ट क्वेश्चन को आमे जिबा। निम्नोक्त मध्यरु केउटी भूगोल शिक्षणर एक पद्धति नुहे बोली कहिछि। भूगोल शिक्षा पई एटा पद्धति नुहे बा मेथड नुहे बोली से कहिछि। नाट्याभिनय, प्रकल्प, क्षेत्र परिभ्रमण, पर्यवेक्षण कोटा नुहे कहले। आपण देखो प्रोजेक्ट मेथड रे आपण पढ़ाई पारिबे, पिला मानकु पढ़ाई पारिबे कि नहीं, निश्चित भाव में पढ़ाई पारिबे। प्रोजेक्ट देखी पर्यवेक्षण ऑब्जर्वेशन माध्यम भी आप करें। क्षेत्र परिभ्रमण बुलेकी नहीं जीवे आउ से शिखई पारे। ये नाट्याभिनय अच्छी, यहाँ कौन इतिहास होती पूरा भूगोल कथा कहला हाँ कि नहीं। नाट्याभिनय कौन हम ना इतिहास रे हम, देखिए भल भाव में है। ताले कोटा हम ऑप्शन नंबर ए। नेक्स्ट क्वेश्चन को आम जा। भूगोल शिक्षण रे केउटी अन्य गुड़िक ठार भिन्न बोली कही। देखो ये चार्टी ऑप्शन को भल भाव में देखो कोटा गोटे अलग अच्छी। पाठ्यपुस्तक, मानचित्र, ग्लोब, सारणी एगुड़ा कौटा हम। ग्लोब तो रही थाए टीएलएम आकार नहीं थाए आम देखापी पिला सारणी मानचित्र ये पाठ्यपुस्तक कौन दरकार कहले। भूगोल शिक्षण रे कही हाँ शिक्षापी पाठ्यपुस्तक आवश्यक, किंतु एगुड़ा हूँ टीएलएम गुड़ाक जाऊँगी हाँ कि नहीं।
ताले कोटा हम आंसर नंबर ए पाठ्य पुस्तक। रहा कंटेंट पार्ट रहा केउं अनुष्ठान उच्च प्राथमिक स्तर पर श्रेणी उपयोगी भारतीय इतिहास पाठ्यक्रम संबंध में मार्गदर्शिता सुपारिश करते कहले कौटा गोटे उच्च प्राथमिक स्तर पर माने मार्गदर्शिता किए करथिला पाठ्यक्रम को पाठ्यक्रम एनसीईआरटी को करथिले के सुपारिश करथिले ना एनसीटी ना आईसीएचआर ना यूजीसी कोड़ा कहले आमर प्रायतः जानते आम एनसीईआरटी फॉलो करे हाँ कि नहीं ताले आमर किए सुपारिश करथिले एनसीईआरटी। ओके नेक्स्ट क्वेश्चन को जीवा आमे इतिहास शिक्षादान समय रे व्यवहृत जीवनी बा आत्मजीवनी पद्धति क्यों तथ्य उपरे आधारित गोटे जीवनीटा लिखिबे कहा उपरे आधारित होइतो कहले सांस्कृतिक घटनावली उपरे आधारित थिबो कि केबे नुहे संस्कृति कथारे जीवनी कोठी आसिला कहले पुनःचक्रण हबो कि ना अभिवृद्धि हबो कि अभिवृद्धि कोठी आसिला आमे जीवनी कहार लेखे बा कहा पढ़े आमे महापुरुष मानकर ताने आंसर कोटा हबो ऑप्शन नंबर बी। नेक्स्ट क्वेश्चन को जीवा प्रोफेसर हॉल का मतरे भूगोल शिक्षादान मुख्य उद्देश्य दुईटी कौन जो आम भूगोल शिक्षादान करें तार उद्देश्य कौन गोटे व्यवहार सामाजिक ना व्यवहारिक सांस्कृतिक ना सांस्कृतिक कृत्रिम ना कृत्रिम और सामाजिक कृत्रिम तो केबे नुहे भूगोल रे एवडा नुहे ताले ए दुईटा मध्य कोड़ा व्यवहारिक सामाजिक हवा दरकार ना व्यवहारिक सांस्कृतिक हवा दरकार कहले कोड़ा हबो ना व्यवहारिक एवं सांस्कृतिक हवा दरकार। ओके ऑप्शन नंबर बी। नेक्स्ट क्वेश्चन को जीवा हमें तो रहा कंटेंट पार्ट ये किसी रहीगला कि ये भी गोटे निष्पत्ति महात्मा गांधी कथा कहला मैंने भी कंटेंट पार्ट रहा आउ किसी नेक्स्ट किसी रही देखीदे टिके आप निश्चित पारे भल भाव देखु एवं करने चेष्टा करूँ ये किसी अच्छी कि नहीं एतिके सरीगला आज सेसन एतिके समाप्त होला। आपको जब भल लगे लाइक और शेयर करने जमारे भूलें और नुआ अच्छा तो सब्सक्राइब करदे। ओके थैंक यू जय जगन्नाथ थैंक यू।